Hello, dear students. Welcome to my channel Easy Politics with Suresh. Dear students, ଆଉ କିଛି ଦିନ ପରେ ତମର ପରୀକ୍ଷା ଅଛି ତ ବର୍ତ୍ତମାନ ଦରକାର ପିଲାମାନଙ୍କୁ ସିଲେକ୍ସନ କ୍ୱେଶ୍ଚିନ୍ସ। Dear students, ମୁଁ ଜାଣିଛି ଯେ ପରୀକ୍ଷା ବହୁତ ପାଖେଇ ଆସିଛି କିନ୍ତୁ ମୋତେ କିଛି ପିଲାମାନେ ଫୋନ୍ କରିଥିଲେ ଯେ ସାର୍ ଆମମାନଙ୍କୁ କିଛି ସିଲେକ୍ସନ କ୍ୱେଶ୍ଚିନ୍ ଦିଅନ୍ତୁ ଯଦ୍ୱାରା କି ତାକୁ ଆଧାର କରି ଆମେ ପଢ଼ିପାରିବୁ, ସମୟ କମ୍ ଅଛି। ତ ମୁଁ କହିଲି ଠିକ୍ ଅଛି, ଆମେ କିଛି ସମ୍ଭାବ୍ୟ ପ୍ରଶ୍ନ ଗୁଡ଼ିକ ଜାଣିବା ଆଉ ସେ ଅନୁସାରେ ଆମେ ପ୍ରସ୍ତୁତ ହେବା। ମୋ ଏକ୍ଜାମ୍ ଯେଉଁଟା ଆଗକୁ ଆସୁଛି CC1 ପିଲାମାନଙ୍କର ଫର୍ଷ୍ଟ ସେମିଷ୍ଟାର CC1 ପେପର ପଲିଟିକାଲ ଥିଓରିର କିଛି ପସିବୁଲ୍ କ୍ୱେଶ୍ଚିନ୍ସ ଗୁଡ଼ାକ କ'ଣ କ'ଣ ଅଛି ଆମେ ସେଗୁଡ଼ାକ ଦେଖିବା। ମୁଁ ବର୍ତ୍ତମାନ ଏଠି ଆମର ଯେଉଁ 4ଟା ୟୁନିଟ୍ ଅଛି 4ଟା ୟୁନିଟ୍ରୁ ଲଙ୍ଗ୍ କ୍ୱେଶ୍ଚିନ୍ କିଛି ଲେଖିଛି। ତାର ଯେମିତିକି ଆମର ଅର୍ରେ ଥାଏ, ମାନେ ଯେଉଁ ଫାର୍ଷ୍ଟ ୟୁନିଟ୍ରେ 3ଟା ଚାପ୍ଟର ଅଛି, 3ଟା ଚାପ୍ଟରରୁ ମୁଁ ଦେଇଛି 4ଟା ଦେଇଛି କ୍ୱେଶ୍ଚିନ୍, ଆଉ ବାକି ଅନ୍ୟ ୟୁନିଟ୍ ଗୁଡ଼ାକରୁ ମଧ୍ୟ କ୍ୱେଶ୍ଚିନ୍ ଦେଇଛି। ତ ବିନା ଲେଟ୍ କରି ଆମେ ଡାଇରେକ୍ଟ କ'ଣ କ'ଣ ସବୁ ପ୍ରୋବାବୁଲ୍ କ୍ୱେଶ୍ଚିନ୍ ଗୁଡ଼ାକ ଅଛି ସେ ବିଷୟରେ ଆଲୋଚନା କରିବା। ତ ଡିୟର୍ ଷ୍ଟୁଡେଣ୍ଟସ୍, ମୁଁ କିଛି କ୍ୱେଶ୍ଚିନ୍ ଗୁଡ଼ାକ ଲେଖିଛି। ମୁଁ ଆକ୍ଚୁଆଲି ଏଇଟା ତୁମମାନଙ୍କୁ ଫଟୋ ଉଠେଇକି ଏଠି ଦେଖେଇ ଦେଇଥାନ୍ତି, କିନ୍ତୁ କଥା ହେଉଛି ମୁଁ ଭଲରେ ତାକୁ ସଜେଇକି ଲେଖିନି ଆଉ ସମୟ ମଧ୍ୟ କମ୍ ଅଛି। ବହୁତ ଅର୍ଗାନାଇଜ୍ ୱେରେ ଲେଖିବା, ତାକୁ ଇଏ କରିବା ପାଇଁ ମୋ ପାଖରେ ସମୟ ନାହିଁ। ତେଣୁ ତୁମେ ଯଦି ଟିକେ ଧୈର୍ଯ୍ୟ ସହିତ ଲେଖିପାରିବ ତାହେଲେ ମୁଁ ଭାବୁଛି ବେଟର୍ ହେବ। ଠିକ୍ ଅଛି। ତ ଲଙ୍ଗ୍ କ୍ୱେଶ୍ଚିନ୍ ଭିତରୁ କ'ଣ କ'ଣ କ୍ୱେଶ୍ଚିନ୍ ଆମର ପରୀକ୍ଷାରେ ପଡ଼ିବାର ସମ୍ଭାବନା ଅଛି। ପ୍ରଥମ କ୍ୱେଶ୍ଚିନ୍ ହେଉଛି ରାଜନୀତି ତତ୍ତ୍ୱର ବ୍ୟବହାରିକ ଗୁରୁତ୍ୱତା ବର୍ଣ୍ଣନା କର। ଆରଥର ପଡ଼ିଥିଲା ରାଜନୀତି ତତ୍ତ୍ୱ କ'ଣ, ରାଜନୈତିକ ବିଷୟରେ ଆଲୋଚନା କର। ଏଥର ଯେଉଁଟାକି ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ସେଇଟା ହେଉଛି ରାଜନୀତି ତତ୍ତ୍ୱର ବ୍ୟବହାରିକ ଗୁରୁତ୍ୱତା ବର୍ଣ୍ଣନା କର। ଏଇଟା ଫାର୍ଷ୍ଟ ଲଙ୍ଗ୍ କ୍ୱେଶ୍ଚିନ୍। ସେକେଣ୍ଡ ଲଙ୍ଗ୍ କ୍ୱେଶ୍ଚିନ୍ ହେଉଛି ମାର୍କ୍ସବାଦୀ ପରମ୍ପରା ଆଲୋଚନା କର। ଠିକ୍ ଅଛି। ଥାର୍ଡ଼ ଲଙ୍ଗ୍ କ୍ୱେଶ୍ଚିନ୍ ହେଉଛି ନିରାଷ୍ଟ୍ରବାଦୀ ପରମ୍ପରା ବିଷୟରେ ଏକ ପ୍ରବନ୍ଧ ଲେଖ। 4 ନମ୍ବର ହେଉଛି ରାଜନୀତି ତତ୍ତ୍ୱ ଅଧ୍ୟୟନରେ ବ୍ୟବହାରିକ ଶୈଳୀର ଗୁରୁତ୍ୱ ଉଲ୍ଲେଖ କର। ଆମର ପାରମ୍ପରିକ ଶୈଳୀ ଅଛି, ପାରମ୍ପରିକ ଶୈଳୀରେ ଦାର୍ଶନିକ ଶୈଳୀ, ଐତିହାସିକ ଶୈଳୀ ଇମ୍ପୋର୍ଟାଣ୍ଟ, ଆଉ ଯେଉଁଟାକି ଆମର ଆଧୁନିକ ଶୈଳୀରେ ବ୍ୟବହାରିକ ଆଉ ଉତ୍ତର ବ୍ୟବହାରିକ ଶୈଳୀ। ତେଣୁ ଏଇ 4ଟା ଭିତରୁ ମୁଁ ଭାବୁଛି ବ୍ୟବହାରିକ ଶୈଳୀ ହେଉଛି ଗୋଟେ ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍, ତାକୁ ଭଲରେ ପଢ଼ିଥିବ। 5 ନମ୍ବର ହେଉଛି ଉଦାରବାଦୀ ନାରୀବାଦ ବ୍ୟାଖ୍ୟା କର। ମୁଁ ବହୁତ ସର୍ଟରେ ଲେଖିଛି, କିନ୍ତୁ କଣ୍ଟେଣ୍ଟ ମୁଁ ଭାବୁଛି ତୁମେ ଜାଣିପାରୁଥିବ ମୁଁ କ'ଣ କହିବା ପାଇଁ ଚାହୁଁଛି। ଆମର ଉଦାରବାଦୀ ଅଛି, ସମାଜବାଦୀ, ଉଗ୍ର ନାରୀବାଦ, ଏମିତି 3ଟି ପ୍ରମୁଖ ନାରୀବାଦର ତତ୍ତ୍ୱ ଗୁଡ଼ିକ ଅଛି। ତା ଭିତରୁ ଉଦାରବାଦୀ ନାରୀବାଦ ହେଉଛି ଗୋଟେ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ମୁଁ ଭାବୁଛି। 100% ଯେ ଆସିବ ସେ କଥା ନୁହଁ, କିନ୍ତୁ ଭେରି ଲାଇକଲି ଦିଜ୍ ଆର୍ ଦ କ୍ୱେଶ୍ଚିନ୍ସ ୟୁ ମାଇଟ୍ ଗେଟ୍ ଇନ୍ ୟର୍ ଏକ୍ଜାମ୍। ଯଦି ଆସିଲାନି ତାହେଲେ କହିବନି ଯେ ସାର୍ ଯେଉଁଟା କହିଥିଲେ କିଛି ଆସିଲାନି ତ ଆସିଲାନି, ମୁଁ କ'ଣ କରିବି। ପ୍ରୋବାବିଲିଟି କେବଳ ସମ୍ଭାବନା। ନେକ୍ସଟ ଲେଖ ଉତ୍ତର ଆଧୁନିକତାବାଦ ସମ୍ପର୍କରେ ଆଲୋଚନା କର। ଉତ୍ତର ଆଧୁନିକତାବାଦ, ଓକେ, ଏଇଟା ଗୋଟେ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍। ଏଇ ଉତ୍ତର ଆଧୁନିକତାବାଦ ସମ୍ପର୍କରେ ଆଲୋଚନା କର କିମ୍ବା ସେଇ ଉତ୍ତର ଆଧୁନିକତାବାଦର ବୈଶିଷ୍ଟ୍ୟ ଲେଖ, ସେଇଟା ମଧ୍ୟ ଆସିପାରେ। ତ ମୋଟାମୋଟି ଭାବେ ତୁମେ ଉତ୍ତର ଆଧୁନିକତାବାଦ ବିଷୟରେ ଭଲରେ ପଢ଼ିଥିବା ଦରକାର। 7 ନମ୍ବର ପ୍ରୋବାବୁଲ୍ କ୍ୱେଶ୍ଚିନ୍ ହେଉଛି ଉଦାରବାଦୀ ଗଣତନ୍ତ୍ର ବର୍ଣ୍ଣନା କର। ଠିକ୍ ଅଛି। 2 ପ୍ରକାର ଗଣତନ୍ତ୍ର ଅଛି,
ଉଦାରବାଦୀ ଓ ମାର୍କ୍ସବାଦୀ। ତେଣୁ ଏଇଟା ଗୋଟେ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍। 8 ନମ୍ବର ହେଉଛି ବିଚାର ବିମର୍ଶ ଗଣତନ୍ତ୍ର ବିଷୟରେ ଏକ ପ୍ରବନ୍ଧ ଲେଖ। ତ ଏଗୁଡ଼ାକ ହେଉଛି ଆମର ଲଙ୍ଗ୍ କ୍ୱେଶ୍ଚିନ୍ସ। ସର୍ଟ କ୍ୱେଶ୍ଚିନ୍ ଆମେ ବର୍ତ୍ତମାନ ଆଲୋଚନା କରିବା। ସର୍ଟ କ୍ୱେଶ୍ଚିନ୍ ମାନେ ଯେଉଁଟାକି 1 ମାର୍କିଆ ଅଛି, ସେ 1 ମାର୍କିଆ ପାଇଁ ମୁଁ ଭାବୁଛି ଯଦି ସମୟ ହୁଏ ତାହେଲେ ମୁଁ ପୁରା କ୍ୱେଶ୍ଚିନ୍ ଆନ୍ସାର ଆସନ୍ତାକାଲି ମୁଁ ଆଲୋଚନା କରିବି। କିନ୍ତୁ ବର୍ତ୍ତମାନ 2 ମାର୍କିଆ ଆଉ 3 ମାର୍କିଆ, 2 ମାର୍କିଆରେ 8ଟା କ୍ୱେଶ୍ଚିନ୍ ଆସେ, 3 ମାର୍କରେ ମଧ୍ୟ 8ଟା କ୍ୱେଶ୍ଚିନ୍, 8 8 16ଟା କ୍ୱେଶ୍ଚିନ୍ ଆସେ। ସେ 16ଟା କ୍ୱେଶ୍ଚିନ୍ ଭିତରୁ ମୁଁ ବର୍ତ୍ତମାନ ଲେଖିଛି ମୋର ଏ ସୀମିତ ସମୟ ଭିତରେ 24ଟା ଲେଖିଛି। 24ଟାରୁ 16ଟା ଆସିପାରେ, ମେ ବି ପସିବୁଲ୍, ମେ ବି it won't come, but I think these are the some important questions. First होची राजनीतिक कौन, ओके शॉर्ट क्वेश्चन पूरा। राजनीति तत्वर अर्थ कौन। नेक्स्ट होची तत्वर अर्थ कौन, व्यक्तिवाद कौन, श्रेणी संघर्ष, जस्ट श्रेणी संघर्ष, उद्भूत मूल्य, अराजकतावाद बा निराष्ट्रवाद कौन, रक्षणशीलतावाद रो अर्थ कौन, दार्शनिक किंबा ऐतिहासिक शैली। जेहेतु लॉन्ग क्वेश्चन रे मु देछि व्यवहारवाद विषय, तेणु ये दार्शनिक शैली किंबा ऐतिहासिक शैली गत वर्ष जेहेतु पढ़िथिला, दार्शनिक शैली टिके बहुत इम्पोर्टेंट। उत्तर व्यवहारवाद रो वैशिष्ट्य पढ़ी पारे, किंबा उत्तर व्यवहारवाद व व्यवहारवाद बा व्यवहारवाद वो उत्तर व्यवहारवाद मध्य कौन पार्थक्य अच्छी, यहाँ गोटे वेरी इंपोर्टेंट शॉर्ट क्वेश्चन। उत्तर व्यवहारवाद रु सुनिश्चित भाव में 100% मु कहबी क्वेश्चन आसीबो। एठी 90% 60% ना 100% क्वेश्चन आसीबो। नेक्स्ट होची समाजवादी नारीवाद, ओके। तापर होची राजनैतिक परंपरा कहिले कौन बुझ। आर थर क्वेश्चन आसला राजनैतिक शैली विषय, एथर आसीपारे राजनैतिक परंपरा कहिले कौन बुझ। नेक्स्ट शॉर्ट क्वेश्चन होची आधुनिकतावाद कौन। तापरे गणतंत्र रो अनेक संज्ञा गुड़िक जमिति कि प्रोफेसर सिली कहते, गिलख्रिस्ट कहते, ओके, एमती बहुत जमती कि आउ कि कहते अन्य थिंकर माने कहते, मु समस्त ना मन पकई पारि हठात, और से मानकर संज्ञा गुड़िक भलरे पढ़ी, ओके, फॉर 2 मार्क्स और 3 मार्क्स, 2 मार्क्स इट इज। गणतंत्र संज्ञा गुड़िक लेख जोटा कहली मु 16 ग्रेट ब्रिटेन रे गणतंत्र विकास, यहाँ 3 मार्क इम्पोर्टेंट। गणतंत्र वैशिष्ट्य गुड़िक आलोचना कर, आलोचना कर गणतंत्र वैशिष्ट्य गुड़िक लेख। तापरे जो प्रत्यक्ष गणतंत्र आसीपारे, प्रत्यक्ष गणतंत्र कौन तार जो उपादान गुड़िक रही, ओके, से गुड़ाक इम्पोर्टेंट जमती कि गणोद्योग, गणभोट। तो गणभोट गोटे इम्पोर्टेंट क्वेश्चन, ओके। देन गणोद्योग किंबा प्रत्याहार ये 2टा क्वेश्चन सुगुण और दुर्गुण यहाँ गोटे पढ़ी जाइथिबो। जनमत कौन पढ़ी जाइथिबो। तापर 21 नंबर 21 इज प्रतिनिधिमूलक गणतंत्र सुगुण व दुर्गुण, जोटा कि लास्ट यूनिट। तापरे सार्वजनीन साबालक भोट प्रथा कौन, ये गोटे शॉर्ट क्वेश्चन। तापरे नेक्स्ट होची प्रतिनिधित्वर प्रकारण, यहाँ मध्य गोटे शॉर्ट क्वेश्चन। लास्ट शॉर्ट क्वेश्चन मु लिखी आनुपातिक प्रतिनिधित्व। तो डियर स्टूडेंट्स, एगुड़ाक हूँ आमर 2 मार्किया एवं 3 मार्किया शॉर्ट क्वेश्चंस। आउ लेखिनी ये तुम खातार मु बर्तमान लिखापी मो पाखे समय ना, तेणु मु लिखिपारनी। आउ मो खातार जहाँ लिखी तुम देखी था, किंतु
एते भल हैंड रैटिंग लिखिनी एनीवे जदि ए भितरु किसी क्वेश्चन जदि तुम परीक्षा आसे आई विल बी वेरी हैप्पी जदि न आसे ताहले मु बहुत दुखित हेबी किंतु मु भावुची निहाती भाव गुड़ाए क्वेश्चन एठू आसब दिस इज माय बिलीफ एटा मोर विश्वास ऑल द बेस्ट फॉर योर एग्जाम प्रिपेयर वेल डू वेल देन ऑल ऑफ यू कम आउट विथ फ्लाइंग कलर्स जदि एटा तुम परीक्षा पढ़ो ताहले लाइक गुटे दब आउ सब्सक्राइब कर मो चैनल को जद्वारा कि जो जो पॉलिटिकल साइंस रो वीडियो गुड़ाक मुझे बनैबी से गुड़ाक नोटिफिकेशन तुम पाइपर और वीडियो देखिपर नेक्स्ट क्लास मुझे चेष्टा करी शॉर्ट क्वेश्चन गुड़ाक तार प्रश्न सहित उत्तर आलोचना करी सो सी यू इन द नेक्स्ट वीडियो बाय।